ସମସ୍ତଙ୍କୁ ଓଂ ସାଇରାମ। ଚାଲନ୍ତୁ ଆଜି ଶୁଣିବା ମନକୁ ଛୁଇଁଗଲା ଭଳି ଆଜିର ଅନୁଚିନ୍ତା। ତା ସହିତ ଶୁଣିବା ଗଣେଶ ଭଗବାନଙ୍କର ବିଷୟରେ କିଛି। ତାପରେ ଶୁଣିବା ବେଲପତ୍ର କି କାମରେ ଆସେ। ଚାଲନ୍ତୁ ଶୁଣିବା। ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଶୁଣନ୍ତୁ। ଯଦି ପସନ୍ଦ ଆସିବ ତାହେଲେ ସବସ୍କ୍ରାଇବକୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। ତାହେଲେ ଚାଲନ୍ତୁ ଶୁଣିବା। ପ୍ରଥମେ ତ ଶିବ ଭଗବାନଙ୍କୁ ବେଲପତ୍ର ଅର୍ପଣ କରାଯାଏ। ଅର୍ପଣ କରାଯାଇଥିବା ବେଲପତ୍ର ଯଦି ପ୍ରତିଦିନ ଖାଇବେ ତାହେଲେ ଦେହରୁ ରୋଗମୁକ୍ତ ହୋଇପାରିବେ ବୋଲି ବିଶ୍ୱାସ କରାଯାଏ। ଜୀର୍ଣ୍ଣ ପବନ ସମସ୍ୟାରେ ଉପକାରୀ ମଧ୍ୟ। ବେଲପତ୍ର ଖାଇଲେ ଜୀର୍ଣ୍ଣ ପବନ ସମସ୍ୟା, ଗ୍ୟାସ୍, ଏସିଡ଼ିଟି ମୁକ୍ତି ମିଳିଥାଏ। ଡାଇବେଟିସ୍ ନିୟନ୍ତ୍ରଣ କରେ। ବେଲପତ୍ରରେ ଥିବା ପ୍ରାକୃତିକ ଗୁଣ ରକ୍ତରେ ଚିନିର ମାତ୍ରା କମାଇ ଡାଇବେଟିସ୍ ରୋଗୀ ପାଇଁ ଉପକାରୀ ହୁଏ। ଲିଭର ସୁସ୍ଥ ରଖେ। ଏହି ପତ୍ର ଲିଭରକୁ ସଫା କରେ ଓ ଟକ୍ସିନ୍ ବାହାର କରିଥାଏ। ଇମ୍ୟୁନିଟି ବୃଦ୍ଧି କରେ। ବେଲପତ୍ରରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ୍ ଇମ୍ୟୁନ୍ ସିଷ୍ଟମକୁ ଶକ୍ତିଶାଳୀ କରେ। କଣ୍ଠ ଓ ଶ୍ୱାସକ୍ରମ ସମସ୍ୟାରେ ଲାଭଦାୟକ। ବେଲପତ୍ର କାଢ଼ି ହାଲକା ଉଷୁମ କରି ଯଦି ଖାଇବେ ତାହେଲେ ଗଳାରେ ଯେଉଁ କଷ୍ଟ ହେଉଥାଏ ତାହା ଦୂର ହୋଇଥାଏ। ଶ୍ୱାସ ସମସ୍ୟା ମଧ୍ୟ ଦୂର ହୋଇଥାଏ। କରୋନା ଓ ଫ୍ଲୁ ରୋଗ ପାଇଁ ପ୍ରତିରୋଧ କ୍ଷମତା ବଢ଼ାଇଥାଏ। ନିୟମିତ ବେଲପତ୍ର ଖାଇଲେ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ। ଅତ୍ୟନ୍ତ ସ୍ତ୍ରୀତନ୍ତ୍ରରେ ଉପକାରୀ। ବେଲପତ୍ର ବ୍ରହ୍ମଚର୍ଯ୍ୟ ଓ ଶୁଦ୍ଧ ଜୀବନ ପାଇଁ ଅତ୍ୟନ୍ତ ପବିତ୍ର ମନାଯାଏ। ଏହା ହରମୋନ୍ ସନ୍ତୁଳନ ରଖିଥାଏ। ଗଣେଶ ଭଗବାନଙ୍କ ମୂର୍ତ୍ତି ଘରକୁ ଆଣିଲେ ତାଙ୍କ ଦ୍ୱାରା କ'ଣ ହୋଇଥାଏ ଚାଲନ୍ତୁ ଜାଣିବା। ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ମୂର୍ତ୍ତି ବସିଥିବା ମୁଦ୍ରାରେ ସବୁଠାରୁ ଉତ୍ତମ ହୋଇଥାଏ। ଏହି ମୂର୍ତ୍ତିକୁ ଘରକୁ ଆଣିବା ଦ୍ୱାରା ଘରେ ସୁଖ, ସମୃଦ୍ଧି ଓ ଶାନ୍ତି ଆସିଥାଏ। ଏହାଛଡ଼ା ଶୋଇବା ମୁଦ୍ରାର ମୂର୍ତ୍ତି ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଘର ପାଇଁ ବାମ ପାର୍ଶ୍ୱ ଆଡ଼େ ଥିବା ଶୁଣ୍ଢବାଲା ଗଣେଶଙ୍କ ମୂର୍ତ୍ତି ଆଣନ୍ତୁ। ଗଣେଶ ମୂର୍ତ୍ତି ଘରକୁ ଆଣିବା ସମୟରେ ଧ୍ୟାନ ଦିଅନ୍ତୁ ଯେପରି ଏଥିରେ ଭଗବାନଙ୍କ ବାହନ ମୂଷା ନିହାତି ରହିବା ଦରକାର। ଏବେ ଶୁଣିବା ପତ୍ନୀମାନଙ୍କର ବିଷୟରେ। ପତ୍ନୀକୁ ଭାବନି ପାଦର ପାଣ୍ଡୋଇ। ଯା ସାଥେ କରିଛ ଘର, ସେ ପରା ଅଟଇ ସୁଖ ଦୁଃଖ ସାଥୀ, ଚଲାଏ ଘର ସଂସାର। ସୁଖ ଦୁଃଖ ସାଥେ ସଦା ଥାଏ ପାଶେ, ସେବିକା ସାଜି ସେ ତୁମ। ନିଜ ପରିବାର ଛାଡ଼ି ସେ ଆସିଛି, ଊଣା କରନି ତା ମନ। ବାହି ସେ ନେଉଛି ଜୀବନର ଡଙ୍ଗା, ତୁମରି ଭରସା ପାଇଁ। କେତେ ଓଷାବ୍ରତ କରେ ତୁମ ପାଇଁ, ନିଜେ ସେ କଷଣ ସହି। ଅନ୍ନପୂର୍ଣ୍ଣା ସାଜି ଖୁଆଏ ତମକୁ, ପାଇଟିରେ ଛୁଟି ନାହିଁ। ଯେତେ ଦୁଃଖ ଥିଲେ ମନରେ ତାହାର, କେବେ ବି ଭୁଲେନି ତା ସ୍ୱାମୀକୁ। ପତ୍ନୀ ସିନା ଅଟେ ନିଃସ୍ୱାର୍ଥ ସାଥୀଟେ, ତା ପରି ତ କେହି ନାହିଁ। ମରମର ବ୍ୟଥା ନ ବୁଝିଲେ ତାର ସଂସାର ଚାଲିବ ନାହିଁ। କେତେକ ସ୍ତ୍ରୀ ଥାନ୍ତି ତାଙ୍କ ସ୍ୱାମୀଙ୍କ ଭାଗ୍ୟ ବଦଳାଇ ଦେଇଥାନ୍ତି। ସେମାନଙ୍କର ବହୁତ ଭଲ ନେତୃତ୍ୱ ନେବାର ଦକ୍ଷତା ରହିଥାଏ। ସେମାନେ ଖୁବ୍ କମ୍ ସମୟରେ ନିଜର କରିନିଅନ୍ତି ଏବଂ ସହଜରେ ଅନ୍ୟର ହୃଦୟ ଜିତନ୍ତି। ଏହି ଅକ୍ଷରର ଝିଅ ପରିବାର ପାଇଁ ଭାଗ୍ୟବାନ ବୋଲି କୁହାଯାଏ। ଏହି ଅକ୍ଷରର ଝିଅମାନେ ତା କ୍ୟାରିୟର ଉଚ୍ଚ ମାନ୍ୟତା ପଦ ହାସଲ ମଧ୍ୟ କରନ୍ତି। ସି ଅକ୍ଷରରେ ଥିବା ଝିଅମାନଙ୍କର ନାମ ସି ଅକ୍ଷରରୁ ଆରମ୍ଭ ହୁଏ। ସେମାନେ ସାହସୀ ଓ ନିର୍ଭୟ ଭାବେ ବଞ୍ଚନ୍ତି। ସେମାନେ ଯାହା ଚାହାନ୍ତି ତାହା କରନ୍ତି ଆଉ ନିଜ ସ୍ୱାମୀକୁ ବହୁତ ସମ୍ମାନ କରନ୍ତି। ସେମାନଙ୍କ ଜୀବିକା କୌଣସିରେ କୌଣସି ଅଭାବ ନଥାଏ। ସେମାନେ କେବଳ ନିଜ ପାଇଁ ଖଟିଥାନ୍ତି ଆଉ ସେମାନେ ଦୟାଳୁ ବି ଥାନ୍ତି। ପରିବାର ସହ ମିଶିକି ରହିବାକୁ ଚେଷ୍ଟା କରନ୍ତି। ଦୁନିଆରେ ସବୁଠାରୁ
ଯିଏ ଅଧିକ ସ୍ନେହ ଦେଇଥାଏ, ଅଧିକ ନିଜର କରିଥାଏ, ସେ ଆଉ କେହି ନୁହେଁ, ନିଜର ମା। ମଣିଷକୁ ଆଗକୁ ବଢ଼ିବାର ରାସ୍ତା ଯିଏ ଦେଖେଇଥାଏ, ସେ ହେଉଛନ୍ତି ବାପା। ମଣିଷକୁ ଯିଏ ଉଚିତ ମାର୍ଗରେ ଦେଖେଇଥାଏ, ସେ ହେଉଛନ୍ତି ଗୁରୁ। ମଣିଷର ପରମ ମିତ୍ର ହେଉଛି ଶିକ୍ଷା। ମଣିଷ ଯାହାକୁ ଅତି ଆପଣାର କରିଥାଏ, ତାହା ହେଉଛି ଲୋଭ। ମଣିଷର ପରମ ଶତ୍ରୁ ହେଉଛି କ୍ରୋଧ ଏବଂ ଈର୍ଷା। ମଣିଷକୁ ସତ୍ମାର୍ଗରେ ଦେଖେଇଥାଏ ଯେ ସେ ହେଉଛି ଧର୍ମ। ବର୍ଷା ଛାଡ଼ିଗଲା ପରେ ଛତା ବୋଝ ଭଳି ଲାଗେ। ଶୀତ ଛାଡ଼ିଗଲା ପରେ କମଳ ଅବାଗିଆ ଭଳି ଲାଗେ। ଶିକ୍ଷା ସରିଗଲେ ଶିକ୍ଷକ ଛୋଟ ଭଳି ଲାଗନ୍ତି। ବଡ଼ ହୋଇଗଲେ ବାପା ମା ଟେନସନ୍ ଭଳି ଲାଗନ୍ତି। ସ୍ୱାର୍ଥ ସରିଗଲେ ସମ୍ପର୍କ ଅଲଗା ଅଲଗା ଲାଗେ। ଏଇ ତ ଜୀବନ। ଯିଏ ଧୋକା ଦିଏ, କୋଉଠି ନା କୋଉଠି ତାକୁ ବି ଧୋକା ମିଳେ। ଯିଏ ଅନ୍ୟ କାହାକୁ କନ୍ଦାଏ, କେବେ ନା କେବେ ସେ ଅନ୍ୟ ପାଖରେ ଯାଇ କାନ୍ଦିଥାଏ। ଏଇ ହେଉଛି ଭଗବାନଙ୍କର ସମୟର ଚକ୍ର। ତୁମେ ଯାହା ବାଣ୍ଟିବ, ବୁଣିବ, ତୁମକୁ ସେହି ଫଳ ହିଁ ମିଳିବ। ଯଦି ଆଜିର ଭିଡ଼ିଓ ଆପଣମାନଙ୍କୁ ପସନ୍ଦ ଆସିଲା, ତାହେଲେ ସବସ୍କ୍ରାଇବ୍କୁ ଟଚ୍ କରିକି ବେଲ୍ ଆଇକନ୍କୁ ଟଚ୍ କରିଦିଅନ୍ତୁ। କାହିଁକିନା ଏହିପରି ଭିଡ଼ିଓ ସବୁ ଆପଣମାନଙ୍କ ପାଖକୁ ପହଞ୍ଚି ପାରିବ ଆଉ ଆପଣମାନେ ଦେଖିପାରିବେ, ଶୁଣିପାରିବେ। ତାହେଲେ ରହୁଛି। ଓଁ ସାଇରାମ, ଜୟ ସାଇରାମ।